अखंड मंडलाकारं व्याप्तं येन चराचरं तत्पदं दर्शितं येन तस्मै श्री गुरवे नमः। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परं ब्रह्म तस्मै श्री गुरवे नमः। अज्ञानं तिमिरान्धस्य ज्ञानाञ्जनशलाकया चक्षुर्मीलितं येन तस्मै श्री गुरवे नमः। जय गुरु 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 जय जय गुरु जय गुरु जय जय गुरु 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 जय जय गुरु जय गुरु जय गुरु पवित्र शिशु अनंतंक पीठरे यही महान संध्या आज अतिवाहित हो। शारीरिक मानसिक असुस्थता पाई किछि दिन ये कार्यक्रमटी आमे ठीक समय करिपारुनथुलु। सेथिपाई अनेक निश्चित भाव दुख करिथिबे। तेबे आजि ठारू पुणी आमे सेई पुराणा कार्यक्रम को नहीं आमे आपण मानक पाखरे समर्पण कर। आमे गुरु को वंदना गाउछु। ये होची गोटे प्रथम कथा जेमती आपण माने देखिचंती ब्राह्मण जेतेबेले पूजार्चना आरंभ करती प्रथम पूजा करती गणेश। आमे भाबू गणेश होउचंती आदि देवता शिवंकर कनिष्ठ पुत्र यही भली तांको आमे चित्रण करू।
ତେବେ ଗଣେଶ ହେଉଛନ୍ତି ପ୍ରକୃତରେ ଆଦି ଦେବତା। ତାର ମାନେ କ'ଣ? ଯେହେତୁ ତାଙ୍କ ନାମ ହେଉଛି ଗଣେଶ, ଗଣ କହିଲେ ସମୂହ, ସମସ୍ତଙ୍କର ଯିଏ ହେଉଛନ୍ତି ଈଶ ବା ଈଶ୍ୱର, ସେ ଆଦି ଦେବତା ହେବେ ନାହିଁ ତ ହେବ କିଏ? ପ୍ରକୃତରେ ତତ୍ଵ ହେଉଛି ଗଣେଶ ହିଁ ସେଇ ପରମାତ୍ମାଙ୍କର ଏକ ନାମ। ଗଂ କହିଲେ ଗଣେଶ, ଗଂ ଗଣେଶାୟ ନମଃ। ସେଇ ଗଂ ବୀଜ ମନ୍ତ୍ରକୁ ସ୍ମରଣ କଲେ ଗଂ ଗୁରୁଦେବାୟ ନମଃ, ଗଂ ଗଣେଶାୟ ନମଃ, ଗଂ ଗୁରୁଦେବାୟ ନମଃ। ମୁଁ ଅନେକ ଥର କହିଛି, ଆମେ କିଏ ମୂର୍ତ୍ତି ପୂଜା କରୁଛୁ, କିଏ ଫଟୋ ପୂଜା କରୁଛୁ, କିଏ କେଉଁଠି ଭିନ୍ନ ଭିନ୍ନ ପ୍ରକାରର ଆମେ ପୂଜା କରୁଛୁ, କିନ୍ତୁ ପ୍ରକୃତରେ ଆମେ ଜଣକୁ ହିଁ ପୂଜା କରୁଛୁ। ସମୟାନୁକ୍ରମେ ଏଇ ସନାତନ ଧର୍ମାବଲମ୍ବୀ ମାନେ ଭିନ୍ନ ଭିନ୍ନ ଭାବରେ ପୂଜା କରୁଛନ୍ତି। ଏତେ ପୂଜା ତାକୁ ହିସାବ କରିବା ମଧ୍ୟ କଷ୍ଟ। କିନ୍ତୁ ଯଦି ଏହାକୁ ବିଚାରକ ମଣ୍ଡଳୀ ବା ଏ କଥାକୁ ପ୍ରକୃତରେ ବିଚାର କରାଯାଏ, ତାହେଲେ ଆମେ ପ୍ରକୃତରେ ଜଣଙ୍କୁ ପୂଜା କରୁଛୁ, ସେ ହେଉଛନ୍ତି ଗୁରୁ, ସେ ହେଉଛନ୍ତି ଗଣେଶ। ଗୁରୁ ହେଉଛନ୍ତି ପଥ ପ୍ରଦର୍ଶକ। ଆମକୁ ଯିଏ ବାଟ ବତାନ୍ତି, ଏଇ ବାଟରେ ଯାଅ, ସେଇ ବାଟରେ ଯାଆନା, ସିଏ ହେଉଛନ୍ତି ଗୁରୁ, ମାର୍ଗଦର୍ଶକ। ସେଇଭଳି ଭାବରେ ଆଉ ଜଣେ ହେଉଛନ୍ତି ଗଣେଶ, ସିଏ ହେଉଛନ୍ତି ବିଦ୍ୟା ବା ଜ୍ଞାନର ପ୍ରତୀକ। ତେଣୁ ଗଂ ଗଣେଶାୟ ନମଃ, ଗଂ ଗୁରୁଦେବାୟ ନମଃ, ଗଂ ଗଣେଶାୟ ନମଃ। ପୁନଶ୍ଚ ସେଇ ଗଂ କହିଲେ ଗଙ୍ଗାଇ ନମଃ। ଏଠି ଗଙ୍ଗା ନଦୀ କୋଉଠୁ ବାହାରିଛନ୍ତି, କୋଉଠି ପଡ଼ିଛନ୍ତି, ସେ ହିସାବ ସ୍ୱତନ୍ତ୍ର। କିନ୍ତୁ ଗଙ୍ଗା କହିଲେ ପବିତ୍ର। ପବିତ୍ର ମନ ନହେଲେ ଆମେ ଗୁରୁ ଗଣେଶଙ୍କର କୃପା ଲାଭ କରିପାରିବା ନାହିଁ। ଗଙ୍ଗାଇ ନାମ। ଆଉ ଗୋଟିଏ ଗଂ ହେଉଛନ୍ତି ଗାୟତ୍ରୀ। ଆଜି ହେଉଛି ସାବିତ୍ରୀ ଅମାବାସ୍ୟା। ସମସ୍ତେ ଆଜି ମା ମାନେ ସାବିତ୍ରୀଙ୍କ ଓଷା କରିଛନ୍ତି। ଲୋକମାନଙ୍କର ଗୋଟେ ଉଦ୍ଭ୍ରାନ୍ତ ଧାରଣା, ତା ପାଇଁ ଗୋଟେ ଛୋଟ ବହି ବି ଲେଖା ହେଇଛି। ସେଇ ଛୋଟ ବହିକି ପଢ଼ିକିରି, ଛୋଟ ବହି ହେଲେ ବଡ଼ କଥା ଲେଖା ହେଇଛି ଯେ ସାବିତ୍ରୀ ସତ୍ୟବାନଙ୍କୁ ଫେରେଇ ଆଣିଲେ। ମାନେ ମୃତ୍ୟୁ, ତାଙ୍କର ମୃତ୍ୟୁ ଥିଲା, ଯେ ମୃତ୍ୟୁ ଦଣ୍ଡରୁ ସେ ଫେରେଇ ଆଣିଲେ। ଯମଙ୍କୁ ସେ 3ଟି ବର ମାଗିଲେ। ଏଇ ଯେଉଁ କଥା, ଏଇଥିପାଇଁ ଯେ ନାରୀମାନେ ମାନେ ସାବିତ୍ରୀଙ୍କ ପୂଜା କରିବେ,
କି ଗାୟତ୍ରୀ ମନ୍ତ୍ର ଜପ କରିବେ, ଇଏ କଥା ଆଦୌ ଠିକ ନୁହେଁ। ସେ ଯୋଉ ନାରୀ ସ୍ୱାମୀ ପାଇଁ ଗାୟତ୍ରୀ ବା ସାବିତ୍ରୀ ପୂଜା କରେ, ଯଦି ସେ ସ୍ୱାମୀଟି ଅକାଳରେ ହଉ ବୟସରେ ହଉ ଯଦି ଦୁନିଆରୁ ଚାଲିଯାଏ, ତାପରେ ସାବିତ୍ରୀ ପୂଜା କାହିଁକି ବନ୍ଦ ହେବ? ତେଣୁ ଏଇ ହେଉଛି ଆମର ଗୋଟେ ଖଣ୍ଡ ବିଖଣ୍ଡିତ ଭକ୍ତି। ଆମେ ଭକ୍ତିଟାକୁ ଖାଲି ଖଣ୍ଡ ବିଖଣ୍ଡ କରୁଛୁ। ଗୋଟେ ଲାଇନରେ ଯେମିତି ଗୋଟେ ରାସ୍ତାରେ ଆପଣ ଯାଉଛନ୍ତି, ରାସ୍ତାର ଶେଷ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଆମର ଧୈର୍ଯ୍ୟ ରହୁନି। ଆମେ ପୁଣି ଗୋଟେ ଅଧ ବାଟରେ କାହାକୁ ପଚାରିକିରି ଆଉ ଗୋଟେ ସର୍ଟକଟ ରାସ୍ତା ଖୋଜୁଛୁ। ପ୍ରକୃତରେ ସେଇଆ ଜମା ନୁହେଁ। ଏକରେ ଗୁରୁଙ୍କର ପଦାଙ୍କ ଅନୁସରଣ କର, ଗୁରୁ ବିନେ ମୁକ୍ତି ନାଇଁ, ନାମ ବିନେ ସାଧନ ନାଇଁ। ଇଏ ହେଲା ଗୁରୁଙ୍କର। ଗଣେଶଙ୍କୁ ପୂଜା କର। କର୍ମ କରିବାକୁ ହେଲେ ଜ୍ଞାନର ନିତ୍ୟାନ୍ତ ଆବଶ୍ୟକ। ତେଣୁ ଗଣେଶ ହେଉଛନ୍ତି ଜ୍ଞାନର ପ୍ରତୀକ। ଗୁରୁ ଗଣେଶଙ୍କ ପରେ ଗଙ୍ଗା। ପବିତ୍ର ମନରେ ଗୁରୁଙ୍କୁ ପୂଜା କର। ଆପଣମାନେ ଥରେ ପରୀକ୍ଷା କରି ଦେଖନ୍ତୁ। ଆମେ ଖାଲି କହିଦେଉଛୁ ବୋଲି ଆପଣମାନେ ଭାବୁଛନ୍ତି ଯେ ଗୋଟେ ଏକତରଫିଆ କଥା ହେଇଯାଉଛି। ଗୋଟିଏ ଘରେ ଆପଣ ଠାକୁର ଘରଟିଏ କରିଛନ୍ତି, କାହାକୁ ରଖନ୍ତୁନି। ଆମେ ଯେମିତି ଲକ୍ଷ୍ମୀ, ସରସ୍ୱତୀ, ଗଣେଶ, ତାରିଣୀ ଗୁଡ଼ାଏ ରଖିଛୁ। ଆମେ ଗୁରୁଙ୍କର ଫଟୋଟି ରଖିବୁ। ସେଇ ଫଟୋରେ ଆମର ଯାହାଙ୍କ ପ୍ରତି ଶ୍ରଦ୍ଧା ଉପୁଜିବ, ଏଭଳିକି ପ୍ରଭୁ ଜଗନ୍ନାଥଙ୍କ ଠାରୁ ମା ତାରିଣୀଙ୍କ ପର୍ଯ୍ୟନ୍ତ, ସେଇ ଫଟୋ ପାଖରେ ଆମେ ଫୁଲ ଦେବୁ, ଆଳତି କରିବୁ, ଦଣ୍ଡବତ ହେବୁ। ଦିନେ ନା ଦିନେ ଆପଣ ସେଇ ଫଟୋ ହିଁ ଅନୁଭବ କରିପାରିବେ ବା ଗୋଟେ ସ୍ୱପ୍ନ ମାଧ୍ୟମରେ ଅନୁଭବ କରିପାରିବେ ଯେ ଆପଣ ଯାହାଙ୍କୁ ପୂଜୁଛନ୍ତି ସିଏ ଯିଏ, ଯାହାଙ୍କୁ ସ୍ମରଣ କରୁଛନ୍ତି ସେ ମଧ୍ୟ ସିଏ। ଆପଣ ଯେତେ ବିକ୍ଷିପ୍ତ ହେବେ, ଭକ୍ତି ମଧ୍ୟ ସେତିକି ବିଚାରିଣୀ ରୂପ ନେବ। ତେଣୁ ଗୁରୁ ଗୋବିନ୍ଦେ ଦିଅ ମନ, ଇଏ ହେଉଛି ଗୋଟେ କଥା। ଏ ସବୁଯାକ କଥାର ଶେଷ ଗଟି ହେଉଛି ଜୀବନର ଗତି। ଜୀବନର ଗତି କ'ଣ? ଊର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ତ୍ୱଷ୍ଟା। ଆମ ଜୀବନର ଧାରା ଊର୍ଦ୍ଧ୍ୱମୁଖୀ ହଉ। ଏ ଦୁନିଆରେ ତ ଆମେ ସମସ୍ତେ ଯିବା, ଆ ବୋଲି କ'ଣ ଆମେ ବଦନାମୀ ନେଇକି ଯିବା, କଳଙ୍କିତ ହେଇକରି ଯିବା? ତେଣୁ ଊର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ତ୍ୱଷ୍ଟା। ଏଇ ମାନସିକତାରେ ଯେଉଁମାନେ ପ୍ରକୃତରେ ଗୁରୁ ପୂଜା କରନ୍ତି, ସେଇମାନଙ୍କର ଗତି ହିଁ ଊର୍ଦ୍ଧ୍ୱଗାମୀ ହୁଏ। ଊର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ତ୍ୱଷ୍ଟା, ମଧ୍ୟେ ତିଷ୍ଠନ୍ତି ରାଜସା, ଜଘନ୍ୟ ଗୁଣଭୂତିଶ୍ଚ ଅଧୋ ଗଚ୍ଛନ୍ତି ତାମସା। ଗୋଟେ ଛୋଟିଆ ଉଦାହରଣ ଦେବି।
ବଳିଆ ପାଖରେ ଗୋଟେ ସେବା ଗୋପାଳ ଥିଲେ। ଆମେ ଯୁଆଡ଼େ ଯାଉଥିଲୁ ତାଙ୍କୁ ନେଇକି ଯାଉଥିଲୁ। ଆମେ କଟକ ଗଲୁ ପୂର୍ଣ୍ଣମାସୀ ଦାସଙ୍କ ଘରେ ଗୋଟେ କୀର୍ତ୍ତନ କରିବା ପାଇଁ। ଗୋପାଳଙ୍କୁ ଆଉ ନେଲୁନି, ଭୁଲିକି ଚାଲିଗଲୁ। ଭୁଲିକି ମାନେ ଛାଡ଼ି ଦେଇକିରି ଗଲୁ। ସେଇ ରାତିରେ ଏବେ ବି ସେ ଅଜୟ ବାବୁଙ୍କ ଧର୍ମପତ୍ନୀ ଅଛନ୍ତି। ସେ ସକାଳୁ ଆସି ପଚାରିଲେ, ବାବା ଆପଣ କାହାକୁ ଗୋଟେ ଛାଡ଼ି ଦେଇ ଯାଇଛନ୍ତି କି? ବୋଲେ ଆମର ଆଉ କିଏ, ତାପରେ ଏଥର ବାୟକ ଆଇଛି, ଗାୟକ ଆଇଛି, କୀର୍ତ୍ତନିଆ ଆଇଛନ୍ତି, ସବୁଠୁ ଆଇଛନ୍ତି, ଆଉ ଛାଡ଼ିଦେଲୁ କାହାକୁ? ତାପରେ ଛୋଟ ପିଲାଟିଏ କ'ଣ କହୁଛି, ବଳିଆ ଗଲା ମୋତେ ନେଲାନି। ମୁଁ ଏଠି ବଗିଚାରେ ପାଣି ବୋହିବି, ଆଡ଼େ କୋଠା ଘର ସଫା କରିବି, ରହିବା ଘର ସଫା କରିବି, ଏତେ କାମ କରି କରି ମୁଁ ପୁରା ବ୍ୟସ୍ତ ହୋଇପଡ଼ିଲେଣି। ମୋର ହଠାତ୍ ମନେ ପଡ଼ିଲା। ମୁଁ କହିଲି ଆରେ ସେ ଛୋଟ ପିଲାଟି ହେଉଛି ସେଇ ଗୋପାଳ। ତମେ ଗାଡ଼ି ପଠାଅ, ତାଙ୍କୁ ନେଇକରି ବର୍ତ୍ତମାନ ଆସିବେ। ସେତେବେଳେ ଗାଡ଼ି ଫାଡ଼ିର ଏତେ ବ୍ୟବସ୍ଥା ସବୁ ନଥିଲା। କାଁ ଭାଁ ଗାଡ଼ି ଥିଲା, ମିଳୁଥିଲା, କିନ୍ତୁ ଏତେ ଆଜିକାଲି ଭଳିଆ ମିଳୁଥିଲା। ଯାହା ହଉ ପୁଣି ଗାଡ଼ି ନେଇକିରି ଗଲେ, ଗୋପାଳଙ୍କୁ ନେଇକିରି ଆସିଲେ, ପୂଜା କଲେ। ତେଣୁ ଆମେ କ'ଣ ଗୋଟେ ପଥର, ପିତ୍ତଳ, ସୁନା, ମାଟି ଏହାକୁ ପୂଜା କରୁଛୁ? ଆମେ ଯାହାଙ୍କୁ ପୂଜା କରୁଛୁ ସେଇ ଜଗତ ଗୁରୁଙ୍କୁ ହିଁ ପୂଜା କରୁଛୁ। ଯେଉଁମାନେ ନିଜକୁ ନିଜେ କହୁଛନ୍ତି ଆମେ ହିଁ ଏକମାତ୍ର ସଦ୍ଗୁରୁ, ତାର ପ୍ରମାଣ ଦେଇପାରିବେ କି? ସିଏ ବସନ୍ତୁ, ବଳିଆ ବସିବ, ଆମ ଭିତରେ ସେଟା ସତସଙ୍ଗ ହେବ। ଜଗତ ଗୁରୁ କ'ଣ, ସଦ୍ଗୁରୁ କ'ଣ ଆପଣଙ୍କ ଗୁରୁ? ଆଉ ଯେଉଁ ଗୁରୁ ରହିଲେ ସେ ସବୁ ଅସତ ଗୁରୁ। ଆପଣ ପ୍ରମାଣ ଦିଅନ୍ତୁ, ଯୁକ୍ତିଯୁକ୍ତ କଥା କୁହନ୍ତୁ। ଆଉ କେଉଁଠି ଦେଖାଯାଉଛି ସିଏ କହୁଛନ୍ତି ଆମେ ହେଉଛୁ ଜଗତ ଗୁରୁ। ଧରନ୍ତୁ ମୁଁ ତାଙ୍କ ନାଁ ସବୁ ନେଉନି, ଏଇ ଭାରତ ବର୍ଷର ସନ୍ଥ ସେମାନେ, ଯେ ଜଗତ ଗୋଟେ କେଡ଼େ ବିରାଟ, ଯେଉଁଠି ଗ୍ରହ, ତାରା, ନକ୍ଷତ୍ର, ସୂର୍ଯ୍ୟ, ଚନ୍ଦ୍ର, ଆକୁ ନେଇକିରି ଜଗତ। ତାର ଗୁରୁ କେମିତି ଆପଣଙ୍କର ଗୁରୁ ହେଲେ? ସେ କେଉଁ ତାରାକୁ ସୃଷ୍ଟି କରିଛନ୍ତି, ନା ସୂର୍ଯ୍ୟଙ୍କ ଉତ୍ତାପକୁ କମେଇ ଦେଇପାରୁଛନ୍ତି, ନା କ'ଣ କରୁଛନ୍ତି? ଆମକୁ ଉଚିତ ଶିକ୍ଷା ଦେଉଛନ୍ତି, ସେଥିପାଇଁ ସେ ଆମ ପାଇଁ ଚିରନମସ୍ୟ। ଆଉ ତାଙ୍କୁ ଜଗତ ଗୁରୁ କହିକିରି ତାଙ୍କୁ ଏତେ ପ୍ରଶଂସା କରିବା କ'ଣ ଦରକାର? ତୁମ ପାର୍ଟିରେ ସେ ପ୍ରଶଂସିତ ନୁହନ୍ତି, ନା ତୁମେ କହିଦେଲେ ସେ ନିନ୍ଦିତ ବି ହେବେ ନାହିଁ। ସେ ଯେଉଁଠି ଅଛନ୍ତି ସେଇଠି ରହିବେ। ଆଉ ସେଇଭଳି କେତେକ ବି କହନ୍ତି ବିଶ୍ୱଗୁରୁ। ବିଶ୍ୱଟା କେଡ଼େ ବଡ଼ ସେ ବି ନିଜେ ଦେଖିନାହାନ୍ତି। ସେଟା ଓଡ଼ିଶା ଭଳିଆ ନୁହେଁ କି କଟକ ଭଳିଆ ବି ନୁହଁ। ବିଶ୍ୱର ଗୁରୁ କେମିତି ହେଲେ? ହଁ, ବିଶ୍ୱର ଶାନ୍ତି ପାଇଁ ସେମାନେ ପ୍ରାର୍ଥନା କରୁଛନ୍ତି। ତେଣୁ ସେଇ ଭାବରେ ତାଙ୍କୁ ବିଶ୍ୱଗୁରୁ କହିଲେ କିଛି ଅସୁବିଧା ନାହିଁ, ଜଗତ ଗୁରୁ କହିଲେ କିଛି ଅସୁବିଧା ନାହିଁ। କିନ୍ତୁ ଆମେ ସେ କଥା ଭାବିକିରି କହୁନୁ। ଆମେ ଗୋଟେ ବଡ଼ିମା, ନିଜର ଆତ୍ମ ବଡ଼ିମାରେ ଆମେ ଜଣକୁ ପ୍ରତିଷ୍ଠା କରିବାକୁ ଚାହୁଁଛୁ। ତେଣୁ ଗୁରୁ ହେଉଛନ୍ତି ଜଗତରେ ଜଣେ। ଆମେ ଯାହାଙ୍କୁ ପୂଜୁଛୁ ସେଇ ଗୁରୁଙ୍କ ପାଖରେ, ସେଇ ଜଣଙ୍କ ପାଖରେ ନେଇ ସବୁ ପହଞ୍ଚୁଛି। ସେଇ ଆମକୁ ସବୁ ଦଉଛି। ତେଣୁ ସେଥିପାଇଁ କୁହାଯାଇଛି ଗୁରୁ ସଦା ଗରିୟାନ। ଗୁରୁଙ୍କ ଠାରୁ ଆଉ ବଡ଼
କେହି ଅଛନ୍ତି ବୋଲି ଆମେ ଚିନ୍ତା କରିପାରିନୁ। ଦେଖି ନାହିଁ ଭଗବାନଙ୍କୁ, ଦେଖିଛି ମୁଁ ଗୁରୁଦେବଙ୍କୁ। ତେଣୁ ଆଜି ପବିତ୍ର ସନ୍ଧ୍ୟାରେ ଗୁରୁଦେବଙ୍କର କଥା ଦୀପଦ ମନେ ପଡ଼ିଲା। କାରଣ ଗୁରୁ ବନ୍ଦନା ଯେହେତୁ ଆମେ କଲେ, ତେଣୁ ଗୁରୁଙ୍କ କଥା ବେଶୀ ମନେ ପଡ଼ିବ। ତେଣୁ ମନେ ପଡ଼ିଲା ତାରାପୀଠର କଥା, ବାମାକ୍ଷେପାଙ୍କର କଥା। ସେଇ ପୀଠରେ ଠାକୁର ନିଗମାନନ୍ଦଙ୍କର ଫଟୋଚିତ୍ର ପୂଜା ଦେଖିକିରି ମୁଁ ଭାବ ବିହୋଳ ହେଇଯାଇଥିଲି। ଦଣ୍ଡବତ ଟିକେ କରିବାକୁ ଗଲି। ମୋ ସାଙ୍ଗରେ ଯିଏ ଯାଇଥିଲେ ତାଙ୍କୁ ବି କହିଲି ଦଣ୍ଡବତ କର। ମୁଁ ଟିକେ ଗୁଣୁଗୁଣୁ ହେଇକି ଭବସାଗର ଟିକେ ପଡ଼ିଗଲି। ସିଏ ଜଣେ ବ୍ୟକ୍ତି ଧ୍ୟାନସ୍ଥ ହେଇ ବସିଥିଲେ। ଧ୍ୟାନ କରୁଥିଲେ ବୋଲି କ'ଣ ପ୍ରମାଣ କିଛି ନାହିଁ। ସେ ଯୋଉ ଭଳି ବିଗିଡ଼ିଲେ, ଆମ ମୃତ୍ୟୁ ପରେ ଯାଇକି ସେ କଥା ଆମେ ଭୁଲିଯିବୁ। ତୁମେ ଠାକୁରଙ୍କର ସେବକ, ଆମେ ଆସିଛୁ କାହିଁକି? ତମେ ଆମକୁ ବୁଝେଇ ସୁଝେଇ ନା ନିଜର କରିବ, ଆଉ ଆମକୁ କ'ଣ ଟେକା ପକେଇକି ନିଜର କରିବ? ସେଇ ନାଗି ମୁଁ ଯେତେ ଥର ବି ଯାଏ ମୋ ଗୁରୁଙ୍କୁ ମୁଁ ପ୍ରଣାମ କରେ, ସେଥିରେ କିଛି କଥା ନାହିଁ। କିନ୍ତୁ ଏଇଭଳି ଅନେକ ପ୍ରକାରର ମାନେ ବିଘ୍ନ ସବୁ ଆମ ଜୀବନରେ ଘଟେ। ତେଣୁ ବାମାକ୍ଷେପା, ସଚିଦାନନ୍ଦ ଗୌରୀ ମା, ଏଇସବୁ କଥା ମନେ ପଡ଼ିଲା। ମୁଁ କହିଲି ଆଜି କଥାରେ ତାଙ୍କରି କଥା ଟିକେ କହିବା। ନବଦ୍ୱୀପରେ ଜଣେ ସାଧୁଙ୍କୁ ଦଣ୍ଡବତ ହଉ ହଉ ଟିକେ ପାଦକୁ ଛୁଇଁଦେଲି। ସିଏ ମୋତେ ଗୋଇଠା ଯଦିଓ ନ ମାରିଛନ୍ତି, କିନ୍ତୁ ମାନେ ଯୋଉ ଭଳି ଚାଲିଲେ ମୋ ଉପରେ ରାଗିଲେ, ମୁଁ ଛାନିଆ ହେଇଗଲି। କ'ଣ ଗୋଟେ ଅପରାଧ କରି ମୋ ପାଦକୁ ଛିଣ୍ଡେଇକି ନେଇଗଲି। କହିପାରିବ ବାବା ପାଦ ସ୍ପର୍ଶ କରିବନି, ଆମେ କ'ଣ କହୁନୁ? କିନ୍ତୁ ଏଇଭଳି ଭାବରେ ଯଦି ଆମେ ବିଶ୍ୱଗୁରୁ ହେବା, ଜଗତଗୁରୁ ହେବା, ସଦ୍ଗୁରୁ ହେବା, ତାହେଲେ କେମିତି ହେବ? ତାଦ୍ୱାରା କେବଳ ଗୁରୁର ରାଜ୍ୟ ନିନ୍ଦିତ ହେଉଛି। ଆଜି କେତେ ଗୁରୁ ସାରା ଭାରତ ବର୍ଷରେ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ, ଆଉ ବାଂଲାଦେଶ, ପାକିସ୍ତାନ, ଆଉ ସବୁ ଦେଶ ଗୁଡ଼ାକ ରହିଲା, ତାକୁ ଟିକେ ଆପଣ ଦେଖନ୍ତୁ କେତେ ମନ୍ଦିର, କେତେ କ'ଣ ପୂଜା ପର୍ବ ଚାଲିଛି, କିନ୍ତୁ ଶାନ୍ତି ନାହିଁ। ସବୁଠି ମାଡ଼ଗୋଳ, ହଣାହଣି, କଟାକଟି। ତେଣୁ ପବିତ୍ର ଆଜିର ଏହି ପବିତ୍ର ସାବିତ୍ରୀ ଅମାବାସ୍ୟାରେ ସମସ୍ତଙ୍କୁ ଶୁଭେଚ୍ଛା ଦେଉଛି। ପୁରୁଷ, ନାରୀ, ପୁଅ, ଝିଅ ସମସ୍ତେ 5 ଥର ହେଲେ ବି ଗାୟତ୍ରୀ ମନ୍ତ୍ର ସ୍ମରଣ କରନ୍ତୁ। ସାବିତ୍ରୀ ଦେବୀଙ୍କୁ ପ୍ରଣାମ ଜଣାନ୍ତୁ। ଆଉ ଆଜିର ଦିନରେ ସମସ୍ତେ ସଂକଳ୍ପ ନିଅନ୍ତୁ, ଗଛ ଲଗେଇବା, ବଞ୍ଚେଇବା। ଆଉ ଗୋଟିଏ ହେଉଛି ନିଶା ମାଦକ ତ୍ୟାଗ କରିବା, ପରିବାର ପ୍ରତି ସଚେତନ ହେବା। ତେଣୁ ଏତିକି କହୁଛି। ଆହୁରି କେତେ ଗୁଡ଼ା କଥା ମନେ ପଡ଼ୁଛି। କାଲି ଗୋଟେ ପିଲା ମୋତେ କହିଲା ବାବା ମୁଁ ଗଛ ଗୋଟେ କେଉଁ ଅଛି ମାର୍ଶାଘାଇ ଆଡ଼େ, ରାସ୍ତାରେ ଗଛ ଆମେ ଲଗେଇଲୁ। କିଏ ଲଗେଇଥିଲା? ଆଉ ଗଛ ଟିକେ ସିଏ ଲଗେଇଥିଲା ବୋଲି ସିଏ ତାର କଟୁରୀ ଗୋଟେ ଆଣି ସେ ଗଛକୁ ସବୁ କାଟି ପକାଇଲା।
ସବୁ ତା ଭିତରେ ଯୋଉ ପିଲାଟି ଗଛ ପ୍ରେମୀ ସେ କହିଲା ଭାଇ ଗଛ କାହିଁ କାଟୁଛ ସେ ତମର କ'ଣ ଦୋଷ କଣ ଆମେ ଆମର ତ ବାଟରେ ଯାଉଛୁ ଆଉଛୁ ନା ତୁ କ'ଣ ଗଛ ଲଗେଇଥିଲୁ ତାହେଲେ ମୁଁ ଗଛ ଲଗେଇନି ବୋଲି ତମେ କାଟିଦେବ ହଉ ତା ହଉ ହେଲା ଠିକ ହେଲା ହଉ ଆମର ଭୁଲ ହେଇଗଲା କହିବା ତାର ଯୋଉଦିନ ଜନ୍ମଦିନ ଆଇଲା ସିଏ କହିଲା ମୁଁ ବର୍ତ୍ତମାନ ଗଛ ସବୁ ଲଗେଇବି ସେଇ ରାସ୍ତାରେ ଯିଏ କାଟିବ ମୁଁ ତାକୁ କହିବି ଆଉ ତୁ କ'ଣ ଆକୁ ଲଗେଇଥିଲୁ ତୁ କାଟିଲୁ ବର୍ତ୍ତମାନ ଲୋକଙ୍କର ସ୍ୱଳ୍ପ ବୁଦ୍ଧି ଅହଙ୍କାର ଅଳ୍ପ ବୁଦ୍ଧି ଅହଙ୍କାର ଏଇଭଳିଆ କଥା ସବୁ ଲୋକମାନଙ୍କ ଭିତରେ ସେ ବୁଝି ନାହାନ୍ତି ତତ୍ତ୍ୱ ଆଉ ସେ ଠାକୁରଙ୍କୁ କ'ଣ ବୁଝିବେ ତେଣୁ ଯେଉଁ ଅଞ୍ଚଳରେ ଯୁବକମାନେ ଗଛ ଲଗାଇବା ପାଇଁ ନିଶା ମାଦକ ଛାଡ଼ିବା ପାଇଁ ଯେଉଁ ଅଞ୍ଚଳରେ ତତ୍ପର ସେ ଅଞ୍ଚଳରେ ଆଦର୍ଶ ଆପେ ଆପେ ଫୁଟି ଉଠିବ ଶେଷରେ ସେଇ ବୃକ୍ଷ ଭିକ୍ଷା କରି ଆଜିର କଥାକୁ ଏଇଠି ସମାପ୍ତ କରୁଛି ଜୟ ଜୟ ରାଧାରମଣ ଓ